ভাই ଦହିବରାରେ ଟମାଟୋ ସସ୍ ପଡିଛି ବୋଲି କମେଣ୍ଟରେ ଇଆଡୁ ସିଆଡୁ କହିବନି ଭାଇ ପ୍ଲିଜ। ଆଜି ଆମର ଡ୍ୟୁଟି ପଡିଥାଏ ଖଣ୍ଡପଡାର ବାଇଗିଣିଆ ବୋଲି ଗୋଟେ ଗାଁରେ, ଯୋଉଟା କି ବାହାଡା ଛକ ହେଇକି ଯିବାକୁ ପଡିଥାଏ। ମାନେ ଆପଣ ଯଦି ନୟାଗଡରୁ ରାମ ମନ୍ଦିର ଯାଉଛନ୍ତି ଏଇ ରାସ୍ତାଟି ଦେଇକି ହିଁ ଯିବାକୁ ପଡିବ। ମୋ ସାଥିରେ ଯାଇଥାନ୍ତି ଦୀପୁ ଭାଇ। ଦୀପୁ ଭାଇଙ୍କୁ ମୁଁ କୁହେ ଗାଡି ସ୍ଲୋ କରିବା ପାଇଁ, କାହିଁକି ନା ବ୍ରିଜ ପରଠୁ ଏଇ ରାସ୍ତାଟା ମତେ ବହୁତ ଭଲ ଲାଗେ। ଏମିତି କିଛି ବାଟ ଯିବା ପରେ ନଜର ପଡିଯାଏ ଏ ଦହିବରା ଦୋକାନଟି ଉପରେ। ଭାଇ ଏକ୍ସଟ୍ରା କିଛି ଥାଉ କି ନଥାଉ, ଯଦି ଗୋଟେ ଗଛର ଛାଇ ତଳେ ଗୋଟେ ଦହିବରା ଦୋକାନ ଦେଖିବେ ତ ନିହାତି ଇଚ୍ଛା ହୁଏ ସେଠି ରହିକି ଠିଆ ହେଇକି କିଛିଟା ଖାଇବା ପାଇଁ। ଭାଇ ସେଇଆ ହିଁ ହୁଏ। ତ ଦୋକାନଠୁ ଜଷ୍ଟ ଟିକେ ଆଗକୁ ଚାଲି ଯାଇଥାଉ, ମୁଁ ଦୀପୁ ଭାଇଙ୍କୁ କୁହେ କି ଭାଇ ଚାଲ ଏଠି ଟିକେ ଖାଇଦବା। ସେଇଆ ହିଁ ହୁଏ। ଦୀପୁ ଭାଇ ମୋରି କଥା ହିଁ ରଖନ୍ତି। ଆମେ 2 ପ୍ଲେଟ ଅର୍ଡର କରିଦଉ। ସେଠୁ ସେ ଭାଇନା ଜଣକ ସବୁ ଠିକ ଠାକ ସେ ଦିଅନ୍ତି, ଟମାଟୋ ସସ୍ ପକେଇବା ପାଇଁ ଆସିଲା ବେଳକୁ ମୁଁ ଟିକେ ମନା କରିଦିଏ। କିନ୍ତୁ ସେ ଭାଇନା ମତେ କୁହନ୍ତି ଯେ ଓ ଏ ହଉଛି ମୋ ହାତ ତିଆରି, ଟିକେ ପକଉଛି ଭଲ ଲାଗିବ। ତ ମୁଁ ତାଙ୍କ ହଁ ରେ ଟିକେ ହଁ ମିଶେଇ ଦିଏ। ମୋ ମତରେ କିଛିଟା ଟମାଟୋ ସସ୍ ଦହିବରାର ଟେଷ୍ଟ କୁ ବଢେଇ ଦିଏ, ନା ନ ପଡିଲେ ଦହିବରାର ଟେଷ୍ଟ କମିଯାଏ। ଏମିତି ତ ଜମାରୁ ନୁହେଁ ନା। ଦହିବରାର ଟେଷ୍ଟ ପାଇଁ ଆଳୁଦମ ଆଉ ଦହିବରା ମୁଖ୍ୟ ଭୂମିକା ହିଁ ଗ୍ରହଣ କରିଥାଏ। ଭାଇ ସେ ସସ୍ କୁ ଛାଡିଦେଲେ ଆଉ ସବୁ ବଢିଆ ଟେଷ୍ଟ ଥାଏ। ଆଉ ଗୋଟେ ରାଗ ଛେଚା ଚଟନି ବି ପକଉଛନ୍ତି, ସେଟା ବି ବଢିଆ ଫ୍ଲେଭର ଆଣୁଥାଏ ସେ ଦହିବରାରେ। ଭାଇ ମାନେ ରାମ ମନ୍ଦିର ଗଲାବେଳେ ଏ ଭାଇଙ୍କଠୁ କିଏ ଦହିବରା ଖାଇଛନ୍ତି କମେଣ୍ଟରେ ନିହାତି ଜଣେଇବେ। ଖଣ୍ଡପଡା ଭାଇ ମାନେ କମେଣ୍ଟରେ ଲୋକେସନ ଟା ଟିକେ ଦେଇଦେବେ, କାହିଁକି ନା ପ୍ରପର ଲୋକେସନ ଟା ମୋର ଆଉ ମନ ନାହିଁ।